ନମସ୍କାର ଦର୍ଶକ ବନ୍ଧୁ। ଆଜି ଦିନଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା। ପ୍ରଥମେ କଳାହାଣ୍ଡିର 41ଟି ଗାଁର 800ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ। ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କୃଷି ଜୀବିକା ଓ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିଛି। କମ୍ପାନୀ ନିଜର ପ୍ରକଳ୍ପ ସଙ୍ଗମ ମାଧ୍ୟମରେ 41ଟି ଗାଁରେ ପ୍ରାୟ 800 ଏକର କୃଷି ଜମିରେ ଜଳସେଚନ ସୁବିଧା ପ୍ରଦାନ କରି 9,000ରୁ ଅଧିକ ଲୋକଙ୍କୁ ଉପକୃତ କରିଛି। ଏହି ପଦକ୍ଷେପରେ 61ଟି ଜଳ ସଂରଚନାର ବିକାଶ ମାଧ୍ୟମରେ 11 ଲକ୍ଷ ଘନ ମିଟରରୁ ଅଧିକ ଜଳ ପୁନର୍ଭରଣ କ୍ଷମତା ସୃଷ୍ଟି କରାଯାଇଛି, ଯାହାଦ୍ୱାରା ଏହି ଜଳବାୟୁ ସମ୍ବେଦନଶୀଳ ଅଞ୍ଚଳରେ ଭୂତଳ ଜଳ ଉପଲବ୍ଧି ଉନ୍ନତ ହେବା ସହ କୃଷି ଓ ଘରୋଇ ବ୍ୟବହାର ପାଇଁ ନିରନ୍ତର ଜଳ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ପରବର୍ତ୍ତୀ ଖବର, ପିଏମ୍ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା। ଯଦି ଆପଣ ଜଣେ ପ୍ରଧାନମନ୍ତ୍ରୀ କିଷାନ ହିତାଧିକାରୀ, ତେବେ ଆପଣ ସିଧାସଳଖ ଅନ୍ୟ ସରକାରୀ ପେନସନ ଯୋଜନାର ଲାଭ ଏକକାଳୀନ ପାଇପାରିବେ ନାହିଁ। ସରକାରଙ୍କ ନିୟମ ହେଉଛି ସମାନ ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ସାମାଜିକ ସୁରକ୍ଷା ନେଟ୍ରୁ ଲାଭ ଯୋଗାଇ ଦିଆଯିବ ନାହିଁ। ଯଦି ଜଣେ ଚାଷୀ ପୂର୍ବରୁ ଏକ ଆନୁଷ୍ଠାନିକ କ୍ଷେତ୍ର ଯୋଜନା କିମ୍ବା ଇପିଏଫ୍ଓ ଭଳି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି, ତେବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ତାଲିକାରୁ ବାଦ୍ ଦିଆଯାଇପାରେ। ଆୟକର ଦେଉଥିବା ଚାଷୀମାନେ ପେନସନ ଏବଂ ସମ୍ମାନ ନିଧି ଉଭୟ ଲାଭ ପାଇପାରିବେ ନାହିଁ। ତେଣୁ ପଞ୍ଜୀକରଣ ସମୟରେ ଆପଣଙ୍କ ପେନସନ ବିଷୟରେ ସଠିକ ସୂଚନା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରାୟତଃ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ପଞ୍ଜୀକୃତ ଚାଷୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କିଛି ସ୍ୱତନ୍ତ୍ର ବିପିଏଲ୍ ବର୍ଗ ଯୋଜନାରୁ ବାଦ୍ ପଡ଼ିଛନ୍ତି। ଯଦି ଆପଣ ସମ୍ମାନ ନିଧି ପାଉଛନ୍ତି, ତେବେ ଆପଣ ଜଣେ ସକ୍ରିୟ ଭୂମି ମାଲିକ ଚାଷୀ। ତେଣୁ ଭୂମିହୀନ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ନଗଦ ଲାଭ ଯୋଜନାରେ ଆପଣଙ୍କ ନାମ ଅନ୍ତର୍ଭୁକ୍ତ ହେବ ନାହିଁ। ପରବର୍ତ୍ତୀ ଖବର, କର୍ମଚାରୀଙ୍କ ଅପେକ୍ଷା ଆହୁରି ବଢ଼ିଲା ଡିଏ ବୃଦ୍ଧି ନେଇ କ'ଣ କହିଲେ ସରକାର? ଜାଣନ୍ତୁ ବିଳମ୍ବ ପଛର ମୁଖ୍ୟ କାରଣ। ଜାତୀୟ ପରିଷଦର ଡ୍ରାଫ୍ଟିଂ କମିଟି 13 ଏପ୍ରିଲ 2026ରେ ବୈଠକ କରିବାକୁ ସ୍ଥିର ହୋଇଛି। ଏହି ବୈଠକରେ ଅଷ୍ଟମ ବେତନ କମିଶନକୁ ପଠାଯିବାକୁ ଥିବା ଚୂଡ଼ାନ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ସାଧାରଣତଃ ବର୍ଷର ପ୍ରଥମାର୍ଦ୍ଧ ପାଇଁ ଡିଏ ସଂଶୋଧନ ମାର୍ଚ୍ଚ ମାସରେ ଘୋଷଣା କରାଯାଏ, ତେବେ ଚଳିତ ବର୍ଷ ଏହି ବିଳମ୍ବ ଅସ୍ୱାଭାବିକ ରହିଛି। ଏପ୍ରିଲ ମାସର ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ବସିଥିବା ବେଳେ ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀ ଆଶା କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିକଟତର କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ କିଛି ବଡ଼ ଘୋଷଣା ହୋଇପାରେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀମାନେ ପୂର୍ବପରି 58% ମହଙ୍ଗା ଭତ୍ତା ପାଉଛନ୍ତି। ଆଶା କରାଯାଉଛି ଯେ ସରକାର ଏହାକୁ 60% ବୃଦ୍ଧି କରିପାରନ୍ତି।